ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ନେଦରଲ୍ୟାଣ୍ଡସ୍, ଡେନମାର୍କ ଏବଂ ଜର୍ମାନୀକୁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 6 ଦିନିଆ ଗସ୍ତ। PSLV C-61 ଉତ୍କ୍ଷେପଣ ବିଫଳତାର କାରଣ ଜାଣିବା ପାଇଁ ତଦନ୍ତ କମିଟି ଗଠନ କଲା ଇସ୍ରୋ। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ଅନ୍ତର୍ଗତ ଏକ ବସ୍ତ୍ର ଉତ୍ପାଦନ କାରଖାନାରେ ଅଗ୍ନିକାଣ୍ଡ ଘଟି 8 ଜଣଙ୍କ ମୃତ୍ୟୁ। ରୁଷ ୟୁକ୍ରେନ୍ ଯୁଦ୍ଧ ପରିସମାପ୍ତି ଲକ୍ଷ୍ୟ ନେଇ ଉଭୟ ରାଷ୍ଟ୍ରର ରାଷ୍ଟ୍ରପତି ଓ ନାଟୋ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ସହ ପୃଥକ ପୃଥକ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି। ଏବଂ 19 ବର୍ଷରୁ କମ୍ ସାଫ୍ 2025 ଫୁଟବଲ ଟାଇଟଲ୍ ହାସଲ କଲା ଭାରତ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ନେଦରଲ୍ୟାଣ୍ଡସ୍, ଡେନମାର୍କ ଏବଂ ଜର୍ମାନୀକୁ 6 ଦିନିଆ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ତିନି ଦେଶର ନେତୃବୃନ୍ଦଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବୈଷୟିକ ପ୍ରସଙ୍ଗ ଉପରେ ଡକ୍ଟର ଜୟଶଙ୍କର ଏହି ତିନି ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। PSLV C-61 ଉତ୍କ୍ଷେପଣ ବିଫଳତାର କାରଣ ଜାଣିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି। ଇସ୍ରୋର ଅଧ୍ୟକ୍ଷ ଭି ନାରାୟଣନ୍ କହିଛନ୍ତି, ଗତକାଲି କମିଟି ବିଭିନ୍ନ ପର୍ଯ୍ୟାୟ ଆଲୋଚନା କରିଛି। ସୂଚନାଯୋଗ୍ୟ, ଗତକାଲି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯାଇଥିବା PSLV C-61 ସହ ଉପଗ୍ରହ EOS-09 ତାର କକ୍ଷପଥରେ ପହଞ୍ଚିବାରେ ଅସଫଳ ହୋଇଥିଲା। ଏହି ବିଫଳତା ପରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ନାରାୟଣନ୍ କହିଥିଲେ, PSLV C-61 ରକେଟ୍ ଏକ 4 ପର୍ଯ୍ୟାୟ ଉପଗ୍ରହବାହୀ ଯାନ। ପ୍ରଥମ 2ଟି ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଥିବା ବେଳେ କେତେକ ଅସଙ୍ଗତି ଯୋଗୁଁ ତୃତୀୟ ପର୍ଯ୍ୟାୟରେ ଏହା ବିଫଳ ହୋଇଥିଲା। ଏକ ପ୍ରଶ୍ନର ଉତ୍ତରରେ ଡକ୍ଟର ନାରାୟଣନ୍ କହିଛନ୍ତି, ଇସ୍ରୋ ଏହାର ଆଗାମୀ ଉତ୍କ୍ଷେପଣ କାର୍ଯ୍ୟକ୍ରମକୁ ଲକ୍ଷ୍ୟ ରଖି ପଦକ୍ଷେପ ଗ୍ରହଣ କରିବ। ମହାକାଶ ସଂସ୍ଥା ଚଳିତ ବର୍ଷ ପ୍ରତ୍ୟେକ ମାସରେ ଗୋଟିଏ ଲେଖାଏଁ ମିଶନ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବୋଲି ଡକ୍ଟର ନାରାୟଣନ୍ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ଅନ୍ତର୍ଗତ ଅକ୍କାଲକୋଟ ରୋଡ୍ ସ୍ଥିତ ଏକ ବସ୍ତ୍ର ଉତ୍ପାଦନ କାରଖାନାରେ ଗତକାଲି ଅଗ୍ନିକାଣ୍ଡ ଘଟି 8 ଜଣଙ୍କର ମୃତ୍ୟୁ ହୋଇଛି। କାରଖାନାର ମାଲିକ ଏବଂ ଏକ ଶ୍ରମିକ ପରିବାରର ସଦସ୍ୟ ଏଥିରେ ଅନ୍ତର୍ଭୁକ୍ତ। ଅଗ୍ନିଶମ କର୍ମଚାରୀ ବହୁ ପରିଶ୍ରମ ପରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିପାରିଥିଲେ। ଏଥିପାଇଁ ସୋଲାପୁରର ବିଭିନ୍ନ ଅଞ୍ଚଳରୁ ଏକାଧିକ ଦମକଳ ସେଠାରେ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ନିଆଁଲିଭା ସମୟରେ ଅଗ୍ନିଶମ ବାହିନୀର କେତେକ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତୀୟ ଇକ୍ୱିଟି ବଜାରରେ ବିଦେଶୀ ପୁଞ୍ଜିନିବେଶ ଚଳିତ ମାସରେ 18,000 କୋଟି ଟଙ୍କାରୁ ଅଧିକ ହୋଇଥିବା ଜଣାପଡ଼ିଛି। ବିଶ୍ୱସ୍ତରୀୟ ପରିସ୍ଥିତି ଏବଂ ଘରୋଇ କ୍ଷେତ୍ରରେ ଉନ୍ନତି ଯୋଗୁଁ ଏହା ସମ୍ଭବ ହୋଇପାରିଛି। ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ମାସରେ ଏପର୍ଯ୍ୟନ୍ତ FPI 18,620 କୋଟି ଟଙ୍କା ହୋଇଛି। ତେବେ ଅନ୍ୟପକ୍ଷରେ ଋଣ ବଜାରରୁ 6,748 କୋଟି ଟଙ୍କା ପ୍ରତ୍ୟାହାର କରି ନିଆଯାଇଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF ପାକିସ୍ତାନ ଉପରେ 11ଟି ନୂତନ ସର୍ତ୍ତ ଲାଗୁ କରିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ପରିସ୍ଥିତିରେ ଅଧିକ ପାଣ୍ଠି ପ୍ରଦାନ କରିବା ଉପରେ ବିପଦ ଥିବା ନେଇ IMF ଏହି ପଦକ୍ଷେପ ଗ୍ରହଣ କରିଛି। ଏହି 11ଟି ନୂତନ ସର୍ତ୍ତ ସହ ପାକିସ୍ତାନ ଉପରେ ଲାଗିଥିବା ସର୍ତ୍ତ ସଂଖ୍ୟା 50କୁ ବୃଦ୍ଧି ପାଇଛି। 17,60,000 କୋଟି ଟଙ୍କା ବଜେଟ୍ର ସଂସଦୀୟ ଅନୁମୋଦନ ବିଦ୍ୟୁତ୍ ବିଲ୍ ଉପରେ ଋଣ ସେବା ସରଚାର୍ଜ ବୃଦ୍ଧି ଏବଂ 3 ବର୍ଷରୁ ଅଧିକ ପୁରୁଣା ବ୍ୟବହୃତ କାର୍ ଆମଦାନୀ ଉପରେ କଟକଣା ଉଠାଇବା ଆଦି ନୂତନ ସର୍ତ୍ତ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଜାରି ରହିଲେ ପାକିସ୍ତାନର ଆର୍ଥିକ ପରିସ୍ଥିତି ଅଧିକ ଖରାପ ଆଡ଼କୁ ଗତି କରିବ ବୋଲି IMF ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ରୁଷ ୟୁକ୍ରେନ୍ ଯୁଦ୍ଧ ପରିସମାପ୍ତି ଲକ୍ଷ୍ୟ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଉଭୟ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ନାଟୋ ସଦସ୍ୟ ରାଷ୍ଟ୍ର ନେତାଙ୍କ ସହିତ ପୃଥକ ପୃଥକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର ଜେଲେନ୍ସ୍କିଙ୍କ ସହ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି, ପ୍ରତି ସପ୍ତାହରେ ଉଭୟ ପକ୍ଷର 5,000 ସୈନିକଙ୍କର ରକ୍ତପାତକୁ ବନ୍ଦ କରିବାରେ ଏହି ଆଲୋଚନା ସହାୟକ ହେବ। କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ ଶ୍ରୀ ଟ୍ରମ୍ପ ଏବଂ ରାଷ୍ଟ୍ରପତି ଶ୍ରୀ ପୁଟିନ୍ଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ ନେଇ ପ୍ରସ୍ତୁତି ଚାଲିଥିବା ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଶ୍ରୀ ଜେଲେନ୍ସ୍କି ଗତକାଲି ରୋମ୍ଠାରେ ବରିଷ୍ଠ ଆମେରିକୀୟ ଅଧିକାରୀ ଏବଂ ୟୁରୋପୀୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଜେଲେନ୍ସ୍କି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଆଲୋଚନା କାଳରେ ରୁଷ ବିରୋଧରେ କଟକଣା, ଦ୍ୱିପାକ୍ଷିକ ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ, କଏଦୀ ବିନିମୟ ଆଦି ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିଲା। ରୁଷ ରାଷ୍ଟ୍ରପତି ଶ୍ରୀ ପୁଟିନ୍ କହିଛନ୍ତି, ୟୁକ୍ରେନ୍ ବିରୋଧରେ ଅଭିଯାନ ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ରୁଷ ପାଖରେ ପର୍ଯ୍ୟାପ୍ତ ସାମରିକ ସାମର୍ଥ୍ୟ ରହିଛି। ରୁଷର ସରକାରୀ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ଶ୍ରୀ ପୁଟିନ୍ କହିଛନ୍ତି, ପରମାଣୁ ଅସ୍ତ୍ର ବ୍ୟବହାର କରିବା ପାଇଁ ରୁଷକୁ ବିଭିନ୍ନ ଦିଗରୁ ବାଧ୍ୟ କରାଯାଇଥିଲା। ତେବେ ଏହାକୁ ବ୍ୟବହାର ନ କରି ଲକ୍ଷ୍ୟ ପୂରଣ କରିବାର ସାମର୍ଥ୍ୟ ରୁଷର ରହିଛି ବୋଲି ସେ କହିଛନ୍ତି। ଉଭୟ ଦେଶ ମଧ୍ୟରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ, ଦୀର୍ଘସ୍ଥାୟୀ ଶାନ୍ତି ପରିସ୍ଥିତି ଏବଂ ରୁଷକୁ ସୁରକ୍ଷା ପ୍ରଦାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ପୁଟିନ୍ ଉଲ୍ଲେଖ କରିଛନ୍ତି। ରୋମାନିଆ ରାଷ୍ଟ୍ରପତି ନିର୍ବାଚନରେ ବୁଚାରେଷ୍ଟର ମେୟର ନିକୁସର ଦାନ ବିଜୟୀ ହୋଇଛନ୍ତି। ସେ 54% ଭୋଟ ପାଇଛନ୍ତି। ଅନ୍ୟପକ୍ଷରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜର୍ଜ ସିମିୟନ୍ 46% ଭୋଟ ପାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦାନ କହିଛନ୍ତି, ଏହି ସଫଳତା ଅଭୂତପୂର୍ବ ଏବଂ ପ୍ରତ୍ୟେକ ରୋମାନିଆବାସୀଙ୍କ ପାଇଁ ଏହା ଉତ୍ସର୍ଗୀକୃତ। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭନ୍ ଦେର ଲେୟନ୍ ଏହି ସଫଳତା ପାଇଁ ଶ୍ରୀ ଦାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଯକ୍ଷ୍ମା ରୋଗର ନିରାକରଣ ଓ ଚିକିତ୍ସା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଏମ୍ସର ପଲ୍ମୋନାରୀ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡାକ୍ତର ସୌରଭ ମିତ୍ତଲ ଏବଂ ସଫଦରଜଙ୍ଗ ହସ୍ପିଟାଲର ପଲ୍ମୋନାରୀ ମେଡିସିନ୍ ବିଭାଗ ମୁଖ୍ୟ ଡାକ୍ତର ରୋହିତ କୁମାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112342150 ଏବଂ 011233144444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତ 19 ବର୍ଷରୁ କମ୍ ଦକ୍ଷିଣ ଏସିଆନ୍ ଫୁଟବଲ ଫେଡେରେସନ୍ ସାଫ୍ 2025 ଫୁଟବଲ ଟାଇଟଲ ହାସଲ କରିଛି। ଅରୁଣାଚଳ ପ୍ରଦେଶର ୟୁପିଆଠାରେ ଗତକାଲି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତ ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ ବାଂଲାଦେଶକୁ 4-3 ଗୋଲ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଆଇପିଏଲ୍ କ୍ରିକେଟର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗୁଜରାଟ ଦିଲ୍ଲୀ କ୍ୟାପିଟାଲ୍ସକୁ 10 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଗୁଜରାଟ ପ୍ରଥମେ ଦିଲ୍ଲୀକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଦିଲ୍ଲୀ 3 ୱିକେଟ୍ ବିନିମୟରେ 199 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଗୁଜରାଟ 19 ଓଭରରେ କୌଣସି ୱିକେଟ୍ ନ ହରାଇ ହାସଲ କରିପାରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ ଅପରାଜିତ ଶତକ ହାସଲ କରିଥିବା ବେଳେ ଅଧିନାୟକ ଶୁଭମନ ଗିଲ୍ 53ଟି ବଲ୍ରୁ ଅପରାଜିତ 93 ରନ୍ ସଂଗ୍ରହ କରିଥିଲେ। ସାଇ ସୁଦର୍ଶନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଏହି ବିଜୟ ସହ ଗୁଜରାଟ ଟାଇଟାନ୍ସ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହେବା ସହ ପ୍ଲେ ଅଫ୍ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ରାଜସ୍ଥାନ ରୟାଲ୍ସକୁ 10 ରନ୍ରେ ପରାସ୍ତ କରିଥିଲା। ତେବେ ଉଭୟ ଦଳ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ସନ୍ଧ୍ୟା 7:30ଟାରେ ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନେଦରଲ୍ୟାଣ୍ଡସ୍, ଡେନମାର୍କ ଏବଂ ଜର୍ମାନୀକୁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 6 ଦିନିଆ ଗସ୍ତ। ପିଏସ୍ଏଲ୍ଭି C-61 ଉତ୍କ୍ଷେପଣ ବିଫଳତାର କାରଣ ଜାଣିବା ପାଇଁ ତଦନ୍ତ କମିଟି ଗଠନ କଲା ଇସ୍ରୋ। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ଅନ୍ତର୍ଗତ ଏକ ବସ୍ତ୍ର ଉତ୍ପାଦନ କାରଖାନାରେ ଅଗ୍ନିକାଣ୍ଡ ଘଟି 8 ଜଣଙ୍କର ମୃତ୍ୟୁ। ରୁଷ ୟୁକ୍ରେନ୍ ଯୁଦ୍ଧ ପରିସମାପ୍ତି ଲକ୍ଷ୍ୟ ନେଇ ଉଭୟ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ନାଟୋ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ସହ ପୃଥକ ପୃଥକ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି।
ଏବଂ 19 ବର୍ଷରୁ କମ୍ ସାଫ୍ 2025 ଫୁଟବଲ ଟାଇଟଲ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।